ହଁ ପ୍ରକାଶିନୀ ବୀର ଆଉ ସଞ୍ଚିତା କୁମାରୀ ସିଂ ସେ ବାକ୍ୟ ପଢିବାରେ ସାହାଯ୍ୟ କଲେ। Praise the Lord. Praise the Lord. ମଣ୍ଡଳୀର ମଶକ ପୁଣି ଆପଣାର ସତୀ କନ୍ୟାକୁ ଶୀଘ୍ର ନେବାକୁ ଆସୁଥିବା ସେଇ ସ୍ୱର୍ଗୀୟ ବର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ପ୍ରେମର ନମସ୍କାର। ଆଜି ଆମ୍ଭେମାନେ ଯେଉଁ ବିଷୟରେ ଈଶ୍ୱରଙ୍କର ବାକ୍ୟକୁ ଆଲୋଚନା କରିବା ତାହା ଆପଣମାନେ ପାଇବେ ଯିଶା ଭାବବାଦୀଙ୍କର ପୁସ୍ତକ 46 ଅଧ୍ୟାୟ 10 ପଦ। ଆଜି ଆମ୍ଭେମାନେ ଯେଉଁ ବିଷୟରେ ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରିବା ତାହା ଆପଣମାନେ ପାଇବେ ଯିଶା ଭାବବାଦୀଙ୍କର ପୁସ୍ତକ 46 ଅଧ୍ୟାୟ 10 ପଦ। ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇନାହିଁ ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା। Praise the Lord. এই ସ୍ଥାନ ମଧ୍ୟରେ ଆମେ ଦେଖୁଛୁ ମୋ ପ୍ରିୟ ଲୋକମାନେ ଯିଶା ଭାବବାଦୀ ଏକ ମହତ ବିଷୟ ପ୍ରକାଶ କରୁଛନ୍ତି। ସେ କହନ୍ତି ଆମ୍ଭେ ଶେଷ ବିଷୟ ଆଦ୍ୟରେ ଲେଖୁଅଛୁ, ଆଦ୍ୟରେ କହୁଅଛୁ ବୋଲି ସେ କହନ୍ତି। ଭବିଷ୍ୟତରେ ଯେ ସକଳ ବିଷୟ ଘଟିବାକୁ ଯାଉଛି ସେ ସକଳ ବିଷୟ ଯେହୋବା ପରମେଶ୍ୱର ଆପଣା ଭାବବାଦୀ ଯିଶାଙ୍କ ମୁଖ ଦ୍ୱାରା ସେ ଲେଖୁଛନ୍ତି। ଯଦି ଆପଣ ମାନେ ଦେଖିବେ 4000 ବର୍ଷର ପାପ, 4000 ବର୍ଷର ପାପ, 4000 ବର୍ଷର ପାପକୁ କ୍ଷମା କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 3.5 ବର୍ଷରେ ଆରମ୍ଭ କରି 3 ଘଣ୍ଟାରେ ସମାପ୍ତ କଲେ। ଆଉ ଥରେ এই ବିଷୟକୁ ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରକାଶ କରିବା ପାଇଁ ଇଚ୍ଛା କରେ ମୋର ପ୍ରିୟ ଲୋକମାନେ। ଯେଉଁ 4000 ବର୍ଷର ପାପ ଥିଲା ଆଦି ପୁସ୍ତକ 3 ଅଧ୍ୟାୟ 15 ପଦରେ ଯେଉଁ ପ୍ରଭେଶୀ କରାଯାଇଥିଲା, ଯେଉଁ ପ୍ରଭେଶୀ କରାଯାଇଥିଲା ମନୁଷ୍ୟର ପତନ ହେଲା, ସେ ପତନରୁ ଈଶ୍ୱର କିପରି ତାଙ୍କୁ ଆଉ ଥରେ ସଂସ୍ଥାପନ କରିବେ, ରେଷ୍ଟୋରେସନ କରିବେ, ସେଇ 4000 ବର୍ଷର ପାପକୁ ସେ 3.5 ବର୍ଷରେ ଆରମ୍ଭ କରି 3 ଘଣ୍ଟାରେ ସମାପ୍ତ କଲେ। ଯଦି ଆପଣ ମାନେ ଦେଖିବେ ତାର ଟିକେ ମୁଁ ହିଷ୍ଟ୍ରିକୁ ଯିବି ମୋର ପ୍ରିୟ ଲୋକମାନେ। ଯେତେବେଳେ ଏମାନେ ମିଶ୍ର ଦେଶରେ ଅଛନ୍ତି, ଯେତେବେଳେ ଏମାନେ ମିଶ୍ର ଦେଶରେ ଅଛନ୍ତି, ଆଦି ପୁସ୍ତକ 15 ଅଧ୍ୟାୟ 13 ପଦରେ, ଯାତ୍ରା ପୁସ୍ତକ 12 ଅଧ୍ୟାୟ 40 ପଦରେ ଲେଖା ଅଛି। ପଢନ୍ତୁ ନାହିଁ, ମୁଁ ଆପଣଙ୍କୁ କହି କହି ପଳେଇଯିବି ମୋର ପ୍ରିୟ ଲୋକମାନେ। ଆଦି ପୁସ୍ତକ 15 ଅଧ୍ୟାୟ 13 ପଦରେ ଲେଖା ଅଛି ସେମାନେ ମିଶ୍ର ଦେଶରେ 400 ବର୍ଷ ରହିବେ। କିନ୍ତୁ ଆପଣ ମାନେ ଯାତ୍ରା ପୁସ୍ତକ 12 ଅଧ୍ୟାୟ 40 ପଦକୁ ଦେଖିବେ, ସେଇ ସ୍ଥାନ ମଧ୍ୟରେ ଲେଖା ଅଛି ସେମାନେ ମିଶ୍ର ଦେଶରେ 430 ବର୍ଷ ରହିବେ। କିନ୍ତୁ 5ଟି ପୁସ୍ତକର ଲେଖକ ଯେ ମୋଶା, ସେ ଏହି ସ୍ଥାନ ମଧ୍ୟରେ ଆଦି ପୁସ୍ତକ 15 ଅଧ୍ୟାୟ 13 ପଦରେ ଲେଖୁଛନ୍ତି 400 ବର୍ଷ ଲେଖୁଛନ୍ତି। କିନ୍ତୁ ଯାତ୍ରା ପୁସ୍ତକ 12 ଅଧ୍ୟାୟ 40 ପଦରେ ସେ ଲେଖୁଛନ୍ତି 400 ବର୍ଷ। ତ এই ବିଷୟକ ବୁଝିବାରେ ଅକଳ ହେଉଛି ମୋର ପ୍ରିୟ ଲୋକମାନେ। ଯଦି ଆପଣ ମାନେ ସ୍ପଷ୍ଟ ଭାବେ ଈଶ୍ୱରଙ୍କ ବାକ୍ୟକୁ ଅନୁସନ୍ଧାନ କରିବେ, ଈଶ୍ୱର ଯେତେବେଳେ ଅବ୍ରାହମକୁ ଆହ୍ୱାନ କଲେ, ଈଶ୍ୱର ଯେତେବେଳେ ଅବ୍ରାହମକୁ ଡାକିଲେ, ସେହି ସମୟରେ ଅବ୍ରାହମକୁ ପରମେଶ୍ୱର 70 ବର୍ଷରେ ଡାକିଲେ। ଯା ଈଶ୍ୱରଙ୍କ ବାକ୍ୟ
योमा बोली के गोटे पुस्तक अच्छी ज्यूस मानकर पुस्तक से पुस्तक रे लिखा अच्छी जे अब्राहम को परमेश्वर कौन कले जे 70 वर्ष डाकिले किंतु आदि पुस्तक 12 अध्याय एक पदरु जदि आमे पढी पाठ करिके आसीबा सेठी तांको 75 वर्ष किंतु ए सान मुद्रा मान को बुझीबा को पड़िबो ईश्वर ए सान मुद्रा 15 अध्याय 13 पद लिखले 400 वर्ष यात्रा पुस्तक 12 अध्याय 40 रे लिखले 430 वर्ष एई मैथमेटिक्स टिके बुझीबा टिके जटिल होउची मोर गलत किंतु आश्चर्य देखंतु ए सान मुद्रा में देखुछु आश्चर्य विषय ए सान मुद्रा में देखुछु से 400 वर्ष और 430 वर्ष कथा से 400 वर्ष 430 वर्ष कथा जेतले कहिले आम्भे तुमर वंश को आशीर्वाद करिबा वंश को आशीर्वाद करिबा से 15 अध्याय जेतले अब्राहम को परमेश्वर कहिले तुमे मने करो सेही समय जेतले से धुलो सुई पडुछंती सेही समय तांकर लोक माने 400 वर्ष पाए विश्वर को चली जाउछंती मोर किंतु ईश्वर कहिले आम्भे तुमर वंश को आशीर्वाद करिबा किंतु तांकर वंश सेही समय अब्राहम कोनसी संतान नथिले सारा को कोनसी संतान नथिले जेतले तांको 75 वर्ष होतला किंतु अब्राहम को परमेश्वर कहिले आम्भे तुम वंश द्वारा तुम्भको आशीर्वाद करिबा जदि आपण माने देखिबे 21 अध्याय आदि पुस्तक 21 अध्याय 5 पद 6 पद रे सेही समय अब्राहम को 100 वर्ष सारा को 90 वर्ष सेही समय इसहाक जात होउछंती मात्र तो मु पूर्वरु आपण माने को कहउतली द बुक ऑफ इनोक बोली को गोटे पुस्तक अछि द बुक ऑफ इनोक रे माने अब्राहम को विषय लिखा अछि अब्राहम को परमेश्वर केबे डाके द बुक ऑफ इनोक जे कि बाइबल रो जणे प्रथम भाववादी बाइबल रो प्रथम भाववादी जे कि भविष्यवाणी करिसंती ख्रीष्ट जीशुंकर द्वितीय आगमन विषय जा आपण माने पाइबे यहूदा पुस्तक 1 अध्याय 14-15 पद रे से कहउछंती ओइतो साधु मान को सहित से आसीबे बोली एई कथा द बुक ऑफ इनोक रे लिखा अछि प्रेज द लॉर्ड हालेलुया आश्चर्य से 400 वर्ष कहे कि ना सही समय जतले अब्राहम को परमेश्वर अब्राहम को डाकिले से समय 70 वर्ष रो डाकिले 70 वर्ष रे डाकिबा समय तांकर संतान जन्म हला 100 रे तांकर संतान जन्म हला 100 रे इसहाक को जेतले इसहाक जेतले 100 वर्ष रे जात होचंती इसहाक को जन्मठू आरंभ करी जेतले 70 वर्ष रे डाकिले आ 70 वर्ष रु ए से 5 वर्ष तापर ये 25 वर्ष 5 वर्ष 25 वर्ष आ टोटल 30 वर्ष सेति पय स्थान मध्यरे आदि पुस्तक 15 अध्याय 13 पद रे मूसा गोटे कथा लिखिले 400 वर्ष किंतु यात्रा पुस्तक 12 अध्याय 40 पद रे जेतले मूसा लिखुछंती सेही समय 430 वर्ष माने इसहाकर जन्मठू सेही दास विश्व गणना करे जाउछ मोर प्रिय आश्चर्य विषय ईशान मध्य आश्चर्य विषय सही समय यात्रा पुस्तक जदि आपण माने पढ़िबे 2 अध्याय 23-24 पद देखिबे सही स्थान मध्य एई लोक माने यहोवा परमेश्वर को सम्मुखरे जेतले रोदन करिसंती यहोवा परमेश्वर को सम्मुखरे विलाप करुछंती सही समय स्वर्गर परमेश्वर सेमानकर विलाप सुनिले विलाप सुनिकी सेमानकु उद्धार करिबा पाई सेमानकु रक्षा करिबा पाई 2 जण दास को पठेले 2 जण दास को पठेले से होछंती मूसा औ जणे होछंती हारून ए 2 जण जाय मिस्र देशर सेमानकु मुक्त कले मोर बिलक जदि आपण माने आदि पुस्तक 22 अध्याय 5 पद को देखंतु आदि पुस्तक 22 अध्याय 5 पद को देखंतु अनुरोध करिवे भौणी अछंती पाठ करिवे संचिता भौणी अछंती पाठ करिवे 22 अध्याय 5 पद सेते बेले अब्राहम सेई दास मानकु कहिले तुम्भे माने एई स्थान अब्राहम सेई दास मानकु कहिले
तुम्भे माने एई स्थान रे गध सहित थाओ तुम्भे माने एई स्थान रे गध सहित थाओ मु ओ बालक तुहे से स्थान को जाई आराधना करी पछे तुम्भ मानक निकट को फेरी आसीबा। हालेलुया बोलो यीशु महाराज की এই স্থান মধ্যে আদি পুস্তক 22 অধ্যায় 5 পদরে এক মানে হিডেন ট্রেসর ଅଛି আজ্ঞା ଏକ ଗୁପ୍ତ ରହସ୍ୟ ଅଛି କାହିଁକି ନା এই ସ୍ଥାନ ମଧ୍ୟରେ ଆମେ ଦେଖୁଛୁ এই ସ୍ଥାନ ମଧ୍ୟରେ ଆମେ ଦେଖୁଛୁ ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେପରି ଯେହୋବା ପରମେଶ୍ୱର ମିଶ୍ର ଦେଶରେ ଯେତେବେଳେ ମାନେ 430 ବର୍ଷ ବନ୍ଦୀ ହେଲେ ସେହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେହୋବା ପରମେଶ୍ୱର ଦୁଇ ଜଣ ଦାସଙ୍କୁ ନେଇ ଦୁଇ ଜଣ ଦାସଙ୍କୁ ମିଶ୍ର ଦେଶକୁ ପଠେଇଲେ ଏବଂ ସେମାନଙ୍କୁ ମୁକ୍ତ କଲେ ସେପରି ଏହି ସ୍ଥାନର ମଧ୍ୟ ଆମେ ଦେଖୁଛୁ ଅବ୍ରାହମ ଯେ କି ଯେହୋବା ପରମେଶ୍ୱରଙ୍କର ପ୍ରତୀକ ଅବ୍ରାହମ ଯେ କି ଯେହୋବା ପରମେଶ୍ୱରଙ୍କର ପ୍ରତୀକ ସେ କଣ କରୁଛନ୍ତି ଆପଣା ଦୁଇ ଜଣ ଦାସଙ୍କ ସହିତ ଆପଣା ପୁତ୍ର ଇସାକ ଏବଂ ଗଧ ତା ସହିତ କିଛି କାଷ୍ଟ ନେଇ ସେ ବଳି କରିବା ପାଇଁ ବଳିଦାନ କରିବା ପାଇଁ ସେ ମରିଆ ପର୍ବତକୁ ଯାଉଛନ୍ତି କିନ୍ତୁ ଯେତେବେଳେ ସେ ମରିଆ ପର୍ବତ ନିକଟସ୍ଥ ହଉଛନ୍ତି ସେହି ସମୟରେ ଆପଣା ଦାସ ମାନଙ୍କୁ ସେ କହୁଛନ୍ତି ତୁମ୍ଭେ ମାନେ ଏହି ସ୍ଥାନ ମଧ୍ୟରେ ରହିଯାଅ ଆମ୍ଭେ ମାନେ ଯାଇ ଈଶ୍ୱରଙ୍କ ଗୌରବ କରି ଈଶ୍ୱରଙ୍କର ଉପାସନା କରି ତୁମ୍ଭ ମାନଙ୍କର କତିକୁ ଫେରି ଆସୁ କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ଏ ସ୍ଥାନ ମଧ୍ୟରେ ଅବ୍ରାହମଙ୍କ ସହିତ ଯୋଉ ଦୁଇ ଜଣ ଦାସ ତାଙ୍କ ସହିତ ଯାଇଛନ୍ତି ସେ ଦୁଇ ଜଣ ଦାସଙ୍କର ନାଁ ଆଦି ପୁସ୍ତକ 22 ଅଧ୍ୟାୟ 5 ପଦରେ ପବିତ୍ର ଆତ୍ମା ଲେଖୁନା କିନ୍ତୁ এই ବିଷୟ ଦ ବୁକ୍ ଅଫ ଇନୋକ ରେ ଲେଖା ଅଛି ଦ ବୁକ୍ ଅଫ ଇନୋକ ରେ ଲେଖା ଅଛି ଏ ଦୁଇ ଜଣ ଦାସ କିଏ এই ଦୁଇ ଜଣ ଦାସ ହୋଇଛନ୍ତି ଅବ୍ରାହମଙ୍କର ଦାସ ଯେ କି ଏଲିଆଜର ଅବ୍ରାହମଙ୍କର ଦାସ ଯେ କି ଏଲିଆଜର ଆଉ ଜଣେ ହଉଛନ୍ତି ହାଗାରଙ୍କ ଠାରୁ ଜାତ ସେ ହଉଛନ୍ତି ଇସ୍ମାଇଲ এই ଦୁଇ ଜଣଙ୍କୁ ଧରି अपना पुत्र सहित से मरिया पर्वत को जाउछन ताको बलि करिबा हालेलुया बोले यीशु महाराज की दुई जन दासंकु नेकी से मरिया पर्वत को जाउछंती से दुई जन दास होइछंती एलियाजर जे कि अब्राहम कर दास आउ जणे होइछंती जे कि हागारंक ठारू जात से होइछंती इस्माइल ए दुई जन दास तांको सहित अछि সেই সময়ে অব্রাহম কোন কলে আপনা সন্তানକୁ ନେଇକି ସେ ମରିଆ ପର୍ବତକୁ ଗଲେ ସଦାପ୍ରଭୁଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ସ୍ଥାନକୁ ଗଲେ ସେ ସ୍ଥାନରେ ତାଙ୍କୁ ବଳି କରିବା ପାଇଁ କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ଏ ସ୍ଥାନ ମଧ୍ୟରେ ଦେଖନ୍ତୁ ସଦାପ୍ରଭୁଙ୍କର ମାନସ ବିଷୟରେ ଚିନ୍ତା କରନ୍ତୁ ସଦାପ୍ରଭୁଙ୍କର ମାନସ ବିଷୟରେ ଚିନ୍ତା କରନ୍ତୁ সেই ସ୍ଥାନ ମଧ୍ୟରେ ଯେହୋବା ପରମେଶ୍ୱର ଏକ ଯୋଜନା ପ୍ରସ୍ତୁତି କରିଥିଲେ ଏକ ଖସଡ଼ା ପ୍ରସ୍ତୁତି କରିଥିଲେ ଯେତେବେଳେ ଅବ୍ରାହମ ନିଜର ଏକମାତ୍ର ସନ୍ତାନକୁ ଯେତେବେଳେ ସେ ଆଘାତ କରିବା ପାଇଁ ଉଦ୍ୟତ ହୋଇଛନ୍ତି ସେହି ସମୟରେ ସ୍ୱର୍ଗରୁ ରୋବ ହେଲା ସେ ତୁମ୍ଭେ ତାଙ୍କୁ ସ୍ପର୍ଶ କର ନାହିଁ ଆଉ ଯେତେବେଳେ ଅବ୍ରାହମ ଏ ରୋବ ଶୁଣୁଛନ୍ତି ଆଉ ତାଙ୍କ ସାମ୍ନାରେ ଗୋଟେ ଝାଡ଼ି ଅଛି कंठरे छाड़ी अच्छी से स्थान मध्य गोटे मेष को से देखुछंती मन प्रिय लोक अब्राहम से कौन कले यहोवा परमेश्वर वाक्य अनुसार यहोवा परमेश्वर आदेश अनुसार से कौन कले से मेष को आनिले अपना पुत्र को से बोध कले नहीं अपना पुत्र को से बलि कले नहीं किंतु से मेष को आनिकी से बलि जदि आपण माने आदि पुस्तक 22 अध्याय 19 पद को देखंतु आदि पुस्तक 22 अध्याय 19 पद को देखंतु से स्थान मध्यरे आश्चर्य विषय लिखा अछि शीघ्र पाठ करंतु अनंतर अब्राहम से दास मानक निकट को फेरी गले
आउ सेमाने उठी एक ଅବ୍ରାହମ ସେଇ ଦାସ ମାନଙ୍କ ନିକଟକୁ ଫେରିଗଲେ। କୋଉ ଦାସ? ଏଲିଆଜର ଓ ଇସ୍ମାନଙ୍କ ନିକଟକୁ ଫେରିଗଲେ। ହେଲେ आउ ପର୍ବତ ଉପରକୁ, ମୋରିଆ ପର୍ବତ ଉପରକୁ କେତେ ଜଣ ଯାଇଥିଲେ ଆଜ୍ଞା? ଟିକେ ଉତ୍ତର ଆସୁ। କେତେ ଜଣ ଯାଇଥିଲେ? बापा पुओ 2 ବାପା ଜଣ। ପୁଅ ଯାଇଥିଲେ। କିନ୍ତୁ ଏଇ ସ୍ଥାନ ମଧ୍ୟରେ ଆମେ ଦେଖୁଛୁ ଯେ 19 ପଦରେ ଅବ୍ରାହମ ଯୋଉ ଦାସ ମାନଙ୍କୁ ସେ ତଳେ ଛାଡିକି ଯାଇଥିଲେ, ସେ ଦାସ ମାନଙ୍କର କତିକୁ ସେ ଫେରିଲେ। କିନ୍ତୁ ଇସାହାକ ଗଲେ କୁଆଡେ? ଇସାହାକ ଗଲେ କୁଆଡେ? କାହିଁକି ନା ଆମ୍ଭେମାନେ ଜାଣୁ ଆଦି ପୁସ୍ତକ 22 ଅଧ୍ୟାୟ 5 ପଦରେ ସେମାନେ ମୋରିଆ ପର୍ବତକୁ ଯାଉଛନ୍ତି। ମୋରିଆ ପର୍ବତକୁ ଗଲା ପରେ ସଦାପ୍ରଭୁଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ସ୍ଥାନକୁ ଯାଉଛନ୍ତି। ସେ ସ୍ଥାନ ମଧ୍ୟରେ ବଳି କରିବା ପାଇଁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ତାଙ୍କୁ ଗୋଟେ ମେଷ ଯୋଗାଇଲେ, ଆଉ ସେ ମେଷକୁ ବଧ କଲେ। କିନ୍ତୁ ଇସାହାକୁ ସେ ବଧ କରିନାହାନ୍ତି। ହେଲେ ଗଲେ କୁଆଡେ? ତଳକୁ ତ ଅବ୍ରାହମ ଫେରୁଛନ୍ତି, କିନ୍ତୁ ଇସାହାକ ଗଲେ କୁଆଡେ? ଇସାହାକ ସେଇ ସ୍ଥାନ ମଧ୍ୟରେ ତାଙ୍କୁ ବଳି କରାଯାଏ ନାହିଁ, ସେ ହତ ହେଇନାହାନ୍ତି। କିନ୍ତୁ ଯେତେବେଳେ ସେ ତଳକୁ ଫେରୁଛନ୍ତି, ଯୋଉ ଦାସ ମାନଙ୍କ ନିକଟକୁ ଫେରୁଛନ୍ତି, ସେଇ ସମୟରେ ବାପା ପୁଅ ଫେରିବା କଥା, କିନ୍ତୁ ଅବ୍ରାହମ ଜଣେ ଫେରୁଛନ୍ତି। ଆଜି ଏଇ ସ୍ଥାନ ମଧ୍ୟରୁ, ଏଇ ବାକ୍ୟ ମଧ୍ୟରେ ଲୁକାୟିତ ଅବସ୍ଥାରେ ଥିବା ଆମେ ସେ ହିଡେନ୍ ଟ୍ରେଜର ବିଷୟ ଚିନ୍ତା କରିବା ମଧ୍ୟ। ଅନେକ ସମୟରେ ଏ ପଦକୁ ଆମେ ସ୍କିପ୍ କରିକି ଚାଲିଯାଉ ମୋର ଲୋକମାନେ। ବହୁତ ଥର ଏ ପଦକୁ ଆମେ ଅଧ୍ୟୟନ କରିଛୁ, ବହୁତ ଥର এই ପଦକୁ ଆମେ ପାଠ କରିଛୁ, ପ୍ରଚାର ମଧ୍ୟ କରିଛୁ। କିନ୍ତୁ ଏଇ ପଦ ମଧ୍ୟରେ ଲୁଚି ରହିଥିବା ସେ ରହସ୍ୟକୁ ଆମେ କେବେ ଉନ୍ମୋଚନ କରିନା। କିନ୍ତୁ ଆଜି ମୁଁ ବିଶ୍ୱାସ କରେ ଯେଉଁ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ପ୍ରଦତ୍ତ ହେଇଅଛି, ଯୋଉ ପବିତ୍ର ଆତ୍ମା ଆମମାନଙ୍କୁ ଦିଆଯାଇଛି, ସେ ପବିତ୍ର ଆତ୍ମା ଆଜି ଆମମାନଙ୍କ ମଧ୍ୟରେ ରିଭିଲ କରିବ। କାହିଁକି ଇସାହାକ ଫେରିଲେ ନାହିଁ? ଯଦି ଆପଣ ମାନେ 22 ଅଧ୍ୟାୟ ଦେଖିଲେ, 23 ଅଧ୍ୟାୟ ଦେଖନ୍ତୁ। 23 ଅଧ୍ୟାୟରେ ଯଦି 23 ଅଧ୍ୟାୟ 1 ପଦ 2 ପଦକୁ ପାଠ କରିବେ, ସେଇ 23 ଅଧ୍ୟାୟରେ ସାରାଙ୍କର କାଳ ହଉଛି ମୋର। 23 ଅଧ୍ୟାୟରେ ସାରାଙ୍କର କାଳ ହଉଛି, ସେଇ 23 ଅଧ୍ୟାୟରେ ସାରାଙ୍କର କାଳ ହଉଛି, ସେଇ କାଳ ସମୟରେ ମଧ୍ୟ ଇସାହାଙ୍କର ନାଁ ପବିତ୍ର ଆତ୍ମା ଲେଖୁନାହାନ୍ତି। ଆଶ୍ଚର୍ଯ୍ୟ ବିଷୟ। କେବେ ଆପଣ ଧ୍ୟାନ ଦେଇଛନ୍ତି କି ମୋର ଲୋକ? ଯଦି ଆପଣ ମାନେ 22 ଅଧ୍ୟାୟ 19 ପଦକୁ ଦେଖିଲେ, 22 ଅଧ୍ୟାୟ 19 ପଦକୁ ଦେଖିଲେ, ବାପା ପୁଅ ପାହାଡକୁ ଯାଇଥିଲେ, କିନ୍ତୁ ବାପା ଫେରୁଛନ୍ତି, ପୁଅ ଫେରୁନାହାନ୍ତି। ଆଉ ଯଦି 23 ଅଧ୍ୟାୟକୁ ଆସିବେ, 23 ଅଧ୍ୟାୟରେ ସାରାଙ୍କର କାଳ ହଉଛି। ଯେତେବେଳେ ସାରାଙ୍କର କାଳ ହଉଛି ଆଜ୍ଞା, ସାରାଙ୍କର ବୟସ 127 ବର୍ଷ। ଆପଣ ଦେଖିବେ ସେ ସ୍ଥାନ ମଧ୍ୟରେ ଅବ୍ରାହମ କଣ କରୁଛନ୍ତି? ତାଙ୍କ କତିକୁ ଆସୁଛନ୍ତି ରୋଦନ କରିବା ପାଇଁ। ଏ ସ୍ଥାନ ମଧ୍ୟରେ ଗୋଟେ ମହତ ବିଷୟ ମୁଁ କହିବି। କାହିଁକି ନା ଯେତେବେଳେ ସାରାକୁ ଅବଗତ ନ କରେଇ ଅବ୍ରାହମ କଣ କଲେ? ନିଜର ସନ୍ତାନକୁ ବଳି କରିବା ପାଇଁ ମୋରିଆ ପର୍ବତକୁ ଯେତେବେଳେ ନେଇକି ଗଲେ, ଏଇ କଥା ଯେତେବେଳେ ସାରା ଜାଣିଲେ, ସେ କଣ କଲେ? ଅବ୍ରାହମଙ୍କ ଠାରୁ ସେ ପୃଥକ ହେଲେ। କାରଣ ସେ ତାଙ୍କର ଏକମାତ୍ର ସନ୍ତାନ, ଯାହାଙ୍କୁ ସେ ଅଧିକ ସ୍ନେହ କରୁଥିଲେ, ଅଧିକ ପ୍ରେମ କରୁଥିଲେ, ସେଇ ସନ୍ତାନକୁ ସେ ବଳି କରିବା ପାଇଁ ନେଇଛନ୍ତି। ଏହା କଥା ଯେତେବେଳେ ସେ ଶୁଣିଲେ, ସେଇ ସମୟରେ ମା ଓ ପୁଅ ଅଲଗା ରହୁଥିଲେ।
ଦେଖିବେ ସେଇ ସ୍ଥାନ ମଧ୍ୟରେ ଯେତେବେଳେ ଅବ୍ରାହମ ଏକ ପଦ ଦୁଇ ପଦରେ ଅବ୍ରାହମ ଏକ ପଦ ଦୁଇ ପଦରେ ଯେତେବେଳେ ଆସୁଛନ୍ତି ତାଙ୍କର କାଳ କଥା ଶୁଣୁଛନ୍ତି ଆସୁଛନ୍ତି ସେଇ ସମୟରେ ଇସାକ ସେ ସ୍ଥାନ ମଧ୍ୟରେ ନାହାନ୍ତି। ହେଲେ ଗଲେ କୁଆଡେ ମୋ ପ୍ରିୟ ଲୋକମାନେ ଦେଖୁଛୁ ଆଦି ପୁସ୍ତକ 22 ପଦରେ ତାଙ୍କ ନାଁ ମେନସନ ଅଛି ପବିତ୍ର ଆତ୍ମା ଲେଖୁଛନ୍ତି। ଆଦି ପୁସ୍ତକ 22 ପଦରେ ତାଙ୍କ ନାଁ ଲେଖୁନାହାନ୍ତି। ଆଉ 23 ଏକ ପଦ ଦୁଇ ପଦକୁ ଦେଖିବେ ସେଇ ସ୍ଥାନ ମଧ୍ୟରେ ଈଶାଙ୍କର କଥା ଲେଖା ଯାଉନାହିଁ। ହାଲେଲୁୟା। ଯଦି ଆପଣ ମାନେ ଦେଖିବେ ଆଦି ପୁସ୍ତକ 24 ଅଧ୍ୟାୟ ଆଦି ପୁସ୍ତକ 24 ଅଧ୍ୟାୟ 14 ପଦକୁ ଦେଖନ୍ତୁ। ଆଦି ପୁସ୍ତକ 24 ଅଧ୍ୟାୟ 14 ପଦକୁ ଦେଖନ୍ତୁ, ସେଠି ଲେଖା ଅଛି ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ତୁମ୍ଭେ ଆପଣା କଳସ ନୁଆଇ ମତେ ଜଳପାନ କରାଅ, ଏଇ କଥା କହିଲେ ସେ ଯେବେ କହିବ ପାନ କର, ମୁଁ ତୁମର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସାକ ନିମନ୍ତେ ତୁମ୍ଭର ନିରୂପିତ କନ୍ୟା ହେଉ, ତହିଁରେ ତୁମ୍ଭେ ମୋ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିଲି। Praise the Lord. Hallelujah. बोलो यीशु महाराज की। এই ସ୍ଥାନରେ ଆମେ ଦେଖୁଛୁ 14 ପଦରେ ଅବ୍ରାହମ ଏବଂ ଏଲିଆଜଙ୍କ ସହିତ କଥୋପକଥନ। ଏଲିଆଜ ଏବଂ ଅବ୍ରାହମଙ୍କ ସହିତ କଥୋପକଥନ ତାଙ୍କର ପୁତ୍ରବଧୂ ପାଇଁ। କିନ୍ତୁ ସେଇ ସ୍ଥାନ ମଧ୍ୟରେ ଇସାକ ନାହାନ୍ତି। ଯଦି ଆପଣ ମାନେ ସେଇ 24 ଅଧ୍ୟାୟ 61 ପଦ 62 ପଦକୁ ଦେଖିବେ ସେଇ ସ୍ଥାନ ମଧ୍ୟରେ ଲେଖା ଅଛି। 61 62 63 ପଦ ଦେଖ। ଅନନ୍ତର ରିବିକା ଓ ତାହାର ଦାସୀମାନେ ଉଠି ଓଟ ଉପରେ ଚଢି ସେ ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହି ରୂପେ ସେଇ ଦାସ ରିବିକାଙ୍କୁ ଘେନି ପ୍ରସ୍ଥାନ କଲା। ସେହି ସମୟରେ ଇସାକ ଦକ୍ଷିଣ ଦେଶରେ ବାସ କରିବାରୁ ବେରେଲ ଲହୟ ରୋମି ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା। ପୁଣି ସନ୍ଧ୍ୟା ବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା। ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। Praise the Lord. କେତେବେଳେ ରିବିକା କେତେବେଳେ ଇସାକଙ୍କୁ ଦେଖୁଛନ୍ତି ମୋର ପ୍ରିୟ ଲୋକମାନେ? ଆଶ୍ଚର୍ଯ୍ୟ ବିଷୟ ସ୍ଥାନ ମଧ୍ୟରେ ଏକ ରହସ୍ୟ ଲୁକାୟିତ ଅବସ୍ଥାରେ ଅଛି। କେତେବେଳେ ଏଲିଆଜର ସେ କଣ କରୁଛନ୍ତି? ଏଲିଆଜର କଣ କରୁଛନ୍ତି? ରିବିକାକୁ ଇସାକଙ୍କ ନିମନ୍ତେ ନେଇକି ଆସୁଛନ୍ତି। ସେହି ସମୟରେ ଇସାକ ଧ୍ୟାନ କରିବା ପାଇଁ କୋଠକୁ ଯାଉଛନ୍ତି? ପ୍ରାନ୍ତରକୁ ଯାଉଛନ୍ତି ବୋଲି ଲେଖା ଅଛି। ହେଲେ ଏ ସ୍ଥାନ ମଧ୍ୟରେ ଆମେ ଦେଖୁଛୁ ରିବିକା ଇସାକଙ୍କୁ ଥରେ ଦେଖିଲେ ନା ପ୍ରାନ୍ତରରେ ଦେଖିଲେ? ଟିକେ ଉତ୍ତର ଆସୁ ଆଜ୍ଞା। ପ୍ରାନ୍ତରରେ ଦେଖିଲେ ରିବିକା ଇସାକଙ୍କୁ ପ୍ରାନ୍ତର ମଧ୍ୟରେ ଦେଖିଲେ। ଯଦି ଆପଣ ମାନେ ଦେଖିବେ ସେ ଆଦି ପୁସ୍ତକ 22 ଅଧ୍ୟାୟ 22 ପଦ 23 ପଦକୁ ଦେଖିବେ, ସେଇ ସ୍ଥାନ ମଧ୍ୟରେ ଯେତେବେଳେ ଇସାକ ମୋରିଆ ପର୍ବତ ମଧ୍ୟରେ ଅଛନ୍ତି, ତାଙ୍କୁ ବଳି କରିବାକୁ ନିଆଯାଉଛି, ସେଇ ସମୟରେ 22 ଅଧ୍ୟାୟ 22 ପଦ 23 ପଦରେ ରିବିକା ଜାତ ହୋଇଛନ୍ତି। ରିବିକା ଜନ୍ମ ହୋଇଛନ୍ତି ଆଜ୍ଞା। ହାଲେଲୁୟା। ରିବିକା ସେଇ 22 ଅଧ୍ୟାୟ 22 ପଦ 23 ପଦରେ ରିବିକା ଜାତ ହଉଛନ୍ତି ଗୋଟେ ସିରିଆ ଦେଶରେ। ସିରିଆ ଦେଶରେ ମୁଁ ଆସି ଆପଣ ମାନଙ୍କ ସମ୍ମୁଖରେ ଏ ପୁରାତନ ନିୟମ, କାହିଁକି ନା ଜିସା ଭାବନିକର ପୁସ୍ତକ 46 ଅଧ୍ୟାୟ 10 ପଦରେ ଯେ ଲେଖା ଅଛି, ଆମ୍ଭେ ଶେଷ ବିଷୟ ଆଦିରେ ଲେଖୁ, ଆମ୍ଭେ ଶେଷ ବିଷୟ ଆଦିରେ ଲେଖୁ, ସେଇ ଲିଙ୍କକୁ ଆପଣ ମାନଙ୍କୁ ମୁଁ ଦଉଛି ମୋର ପ୍ରିୟ। ଯେତେବେଳେ ଇସାକ
कोठे अछंती मोरिया पर्वतर अछंती ईसा कोठे अछंती मोरिया पर्वतर अछंती सेई समरे 22 अध्याय 22 पद 23 पदरे रिबिका जन्म होचंती कोटे सीरिया देशरे ए सीरिया देश गोटे विजातीय नगर आज्ञा हालेलुया एक विजातीय नगर रे रिबिका जात होचंती से परी आदि पुस्तक जदि एक अध्याय को देखिबे हिब्रू रे पाठ करिवे आदि पुस्तक एक अध्याय देखिबे हिब्रू रे पाठ करिवे उड़िया रे लेखा अछि आद्यरे परमेश्वर आकाश आद्यरे परमेश्वर स्वर्ग पृथ्वी रो निर्माण करे बोली लेखा अछि किंतु हिब्रू रे देखिबे पारासित बारा एलोहिम आलेप्ता हे समायन बा आलेप्ता बोली के लेखा अछि जदि आदि पुस्तक एक अध्याय एक पद को देखिबे से स्थान मध्य लेखा अछि पारासित बारा एलोहिम आलेप्ताब हे समायन बा आलेप्ताब हे आरिस बोली लेखा अछि पारासित रो अर्थ होची आद्यरे पारासित रो अर्थ होची आद्यरे से बार रो अर्थ होची पुत्र बार माने दुईटी लेटर को नहीं की बार बोली के कहा जाए माने बेथ रेस बोली कहा जाए बेथ रेस ए दुईटा शब्द को जदि हमें संयुक्त करवा हिब्रू रे एक बार बोली कहा जाए बार रो अर्थ होची पुत्र जदि अपन माने रोस पारासित रोस रेस सिन आलिफ ए तीनटा शब्द को देखिबे से तीनटा शब्द को जदि आपण माने एक करिवे तार होची रोस रो अर्थ होची मस्तक जदि तार शेष जदि पद देखिबे से पदरे योद बोली के लेखा अछि योद बोली लेखा अछि योद रो अर्थ होची सदा प्रभुଙ୍କର हस्त शेष रे ताब बोली के लेखा अछि ताब रो अर्थ होची क्रूस एहा आपण माने गीत संगीता 119 धारे माने हिब्रू रो 22 लेटर को पाइबे आश्चर्य विषय इसहाक जेतोले मोरिया पर्वतर अछंती सेही समय 22 अध्याय 22 पदरे रिबिका जन्म होइचंती ताहा भी एक सीरिया देश रे जन्म होइछ सीरिया देश रे जन्म होइचंती विजाति मान को मध्य जन्म होइचंती आदि पुस्तक 2 अध्याय 21 पद देखंतु आज्ञा आदि पुस्तक 2 अध्याय 21 पद देखंतु पाठ करंतु अनंतर सदाप्रभु परमेश्वर आदम को घोर निद्राग्रस्त कराई सेई निद्रा समय रे तांकर खंडे पंजरा नहीं मांस द्वारा सेई स्थान पूर्ण कले प्रेज द लॉर्ड हालेलुया कोठू आमे से 2 अध्याय आदि पुस्तक 2 अध्याय 21 पदरे देखिले जे परमेश्वर कोन कले आदम को घोर निद्रा कले एवं तांको पंजरारू गोटे हाड़ नहीं से कौन कले नारी को जात कले जॉन पुस्तक 19 अध्याय 34 पद को देखंतु जॉन पुस्तक 19 अध्याय 34 पद को देखंतु मु लिंक आपन को दउछि आज्ञा लिंक से परमेश्वर जिसा भावनी को द्वारा 26 अध्याय 10 पदरे जो कथा कहले आमे शेष विषय कौन करू आद्यरे लेखु आदम को जेपरि परमेश्वर घोर निद्राग्रस्त कले एवं तांकर से पंजर मध्य गोटे मांस आनिले और से हवा को निर्माण कले से परी आपण जदि देखिबे जॉन 19 अध्याय 34 पद पाठ करत किंतु सैन्य मानक मध्यरु जणे बसरे ताहाको कक्ष देश बिंधिला आउ तत्क्षण रक्त व जल बाहर हैला प्रेज द लॉर्ड एहा
प्रभु जीशु ख्रीष्टंकर जेतले से माने मोक्ष देश को आघात कले जो पर्यंत प्रभु जीशु ख्रीष्ट क्रूसरे अछंती से पर्यंत इस्राएल मानकर समय चली मोर प्रिय लोक जे पर्यंत क्रूसरे जीशु अछंती से पर्यंत इस्राएल मानक समय चली किंतु जेतले क्रूसरे ख्रीष्ट जीशु हत हेले सेही समय इस्राएल मानकर घंटा रही गला मोर प्रभु जीशु ख्रीष्ट क्रूसर हत हेले अभिजाति मानकर मंडली आरंभ हैला प्रेज द लॉर्ड हालेलुया जेपरि प्रभु जीशु ख्रीष्ट जेपरि प्रभु जीशु ख्रीष्ट अपना कंधरे काष्ठ घेनी अपना कंधरे काष्ठ घेनी कोलकाता पहाड़ को गले ताहा तो मु आपण मान को कहूची ताहा तो मु आपण मान को पूछूची ताहा प्रभु जीशु ख्रीष्टंकर 4000 वर्ष पूर्व लेखा अछि हालेलुया जे जीशु आसीबे समग्र मानव जातिर उद्धार पाई अपना रक्त ढालिबे एहा 4000 वर्ष पूर्व लेखा अछि जहाँ सीसा भाववादी लिखुचंती उपदेशक एकथा 9 पदरे भी लेखा अछि जेपरि इसहाक से गले मोरिया पर्वत को गले आउ फेरिले नाही फिजिकल फेरिले नाही से परे प्रभु जीशु ख्रीष्ट गोलगोता पहाड़ को गले आउ से फिजिकली फेरिले नाही आसी आमे शिक्षा करूछु मोर प्रिय लोक माने शिक्षा करूछु जे इसहाक को रिबिका केतोले भेटिले इसहाक को रिबिका को समय भेटिले को स्थान रे भेटिले प्रांतरे भेटिले से परि प्रभु जीशु ख्रीष्ट को मध्य मंडली मध्य आकाश रे हालेलुया बोलो यीशु महाराज की जेपरि इसहाक पहाड़ को गले आउ देखा देले नाही जेपरि इसहाक मोरिया पर्वत को गले आउ देखा देले नाही केतोले से देखा गले जेतोले रिबिका को नेकी एलियाजर आसुछंती से समय से प्रांतरे देखुछंती से परि मंडली प्रभु जीशु ख्रीष्टंकु मध्य आकाश रे भेटिबो